ବିରାଳି ଅଞ୍ଚଳରେ କଲେଜ କରିବାର ଉଦ୍ଦେଶ୍ୟ ଥିଲା। ହାଇସ୍କୁଲ ଅଛି, ମାଇନର ସ୍କୁଲ ଅଛି, ଯୋଉଠି ମୁଁ ପାଠ ପଢିଥିଲି। ପିଲା ଏଠୁ ମାଟ୍ରିକ ପାସ୍ କଲା ପରେ କୋଉଠିକି ଯିବେ? ନିମାପଡ଼ା ଯିବେ, ନହେଲେ ନାଇଁ ରେଭେନ୍ସା ଯିବେ, କି ବିଜେପି କଲେଜକୁ ଯିବେ, କି ଆଉ କୋଉଠିକି ଯିବେ। ସେଥିରୁ 80% ପିଲା ଯାଇପାରନ୍ତି। ଏଇ ଯୋଉ 80% ପିଲା ରହିଗଲେ, ସେମାନଙ୍କୁ ଗୋଟେ ସୁଯୋଗ ମିଳିଲେ ସେମାନେ ବି ପାଠ ପଢିବେ, ସେମାନେ ବି ମଣିଷ ହେବେ, ଶୃଙ୍ଖଳିତ ହେବେ ଏବଂ ସମାଜରେ ସେମାନେ ମଧ୍ୟ କିଛି ଉପକାର କରିବେ। ତେଣୁ କଲେଜ ପରିକଳ୍ପନାଟା ଆମ ମୁଣ୍ଡକୁ ଢୁକିଲା ଏବଂ ସେ କଲେଜ ମଧ୍ୟ ହେଲା ଯେ ପବ୍ଲିକ ମତେ ମୋ ବିରୁଦ୍ଧରେ ରହିଲେ। କାରଣ ୟା ପୂର୍ବରୁ 4 ଥର 1964 ମସିହାରୁ ଉଦ୍ୟମ ହେଇଥିଲା। ନିଆଳି କଲେଜ ପାଇଁ ଇଟା ପୋଡ଼ା ହେଇଥିଲା। ସେ ଇଟା ତତ୍କାଳ ବୁଝୁଥିବା ବ୍ୟକ୍ତି ବିଶେଷକ ବ୍ୟକ୍ତିଗତ କାମରେ ବୋଧେ ଲାଗିଲା, ସେ କୁଆଡେ ଗଲା ତାର ହିସାବ କିତାବ ମୋ ପାଖରେ ନାହିଁ। ମୁଁ ଯେତେବେଳେ 77 ମସିହାରେ ଆସିଲି ଏବଂ ବଟବାବୁ ମତେ ଯେତେବେଳେ କହିଲେ ଯେ କଲେଜ କରିବା, ମୁଁ ଜାଣିଛି ବଟବାବୁ ମତେ ଫାଇନାନ୍ସିଆଲ କିଛି ସପୋର୍ଟ କରିପାରିବେ ନାହିଁ, କାରଣ ସିଏ ତ ନିଜେ ଜଣେ କିରାଣୀ ନା। କିନ୍ତୁ ପ୍ରଶାସନିକ ସ୍ତରରେ ତାଙ୍କର ସାହାଯ୍ୟ ବହୁତ ରହିବ, କାରଣ ଗଳି ପଶିକିରି ସେ ବହୁତ କାମ କରିପାରିବେ। ଯାହା ହଉ କଲେଜଟା ମୁଁ ଷ୍ଟାର୍ଟ କଲି। ସିଏ ମଧ୍ୟ ମୋ ସାଙ୍ଗରେ ସବୁ 24 ଘଣ୍ଟା ରହୁଥିଲେ, ପ୍ରାୟ ରହୁଥିଲେ। ପଇସା ଅବଶ୍ୟ ମୋଠୁ ନିଅନ୍ତି, ଯୋଉ କାମରେ ଯାଆନ୍ତି ଗଭର୍ଣ୍ଣମେଣ୍ଟକୁ ସେ ପଇସା। ଯେତେବେଳେ କଲେଜ ହେଲା 77 ମସିହାରେ 1979ରେ କଲେଜକୁ ସରକାରୀ ପରମିଶନ ମିଳିଲା ଏବଂ ବିସି ଦାସ କମିଟିଙ୍କ ରେକମେଣ୍ଡେସନ ମିଳିଲା, ଏଠି କଲେଜଟା ହବ। 62 ବର୍ଗ ଗୋଟେ କଲେଜ, ଗୋଟେ ବର୍ଗ ହେଇଥିଲା 62 ବର୍ଗ। ସେ 62 ବର୍ଗ କଲେଜ ଭିତରେ ଏଇଟା ରହିଲା। ଏକ ନମ୍ବର ହିଁ ରହିଲା 62 ବର୍ଗ। ସେଇ ଯୋଉ ବିସି ଦାସ କମିଟିଙ୍କ ରେକମେଣ୍ଡେସନ ପରେ ଯେତେବେଳେ କଲେଜ ପ୍ରତିଷ୍ଠା ହେବା ପାଇଁ ଚାଲିଲା ଏବଂ 1979 ମସିହାରେ ଯେତେବେଳେ ଆମେ କଲେଜ ମାନେ ସରକାରୀ ସ୍ୱୀକୃତି ଲାଭ କଲା, ସେତେବେଳେ ସରକାରୀ ସ୍ୱୀକୃତି ପ୍ରାପ୍ତ ହେଲେ ହେଇସାରିବା ପରେ ତାପରେ ଟଙ୍କା ଡିପୋଜିଟର ପ୍ରଶ୍ନ ଉଠିଲା। ଯେ ଟଙ୍କା କୋଉଠୁ ଆସିବ? 1 ଲକ୍ଷ ଟଙ୍କା ତ ଡିପୋଜିଟ ନହେଲେ ହେଇପାରିବନି। ମାସେ 2 ମାସ ପାଇଁ ଗୋଟେ ଚିଟ ଫଣ୍ଡରୁ ଗୋଟେ ଫଲସ ଫିକ୍ସ ଡିପୋଜିଟ ସାର୍ଟିଫିକେଟ ମୁଁ ପ୍ରଡ୍ୟୁସ କଲି। ଏଇଟା ହଉଛି ନିଛକ ସତ କଥା। ତାକୁ ଗଭର୍ଣ୍ଣମେଣ୍ଟ ଆକ୍ସେପ୍ଟ କଲାନି। 2 ମାସ ପରେ ଧରା ପଡିଗଲି। କିରେ କଣ କରିବି? ହଉ ଠିକ ଅଛି, ଟଙ୍କା କଣ ଅଭାବ? ସେତେବେଳେ ଥାନ୍ତି ରବି ମିଶ୍ର, ଗ୍ରାମ ବ୍ୟାଙ୍କ ମ୍ୟାନେଜର। ତାଙ୍କଠୁ ଆମ ଆକାଉଣ୍ଟ ମୁଁ ଖୋଲିଥାଏ, ନିଆଳି କଲେଜର ଆକାଉଣ୍ଟ। ମୁଁ କହିଲି ଭାଇନା ଆଉ କଣ କରିବା, କେମିତି କଲେଜଟା ଟଙ୍କା ଡିପୋଜିଟ ହବ? ନା ତୋର ବ୍ଲକରେ ଭଲ ସମ୍ପର୍କ ଅଛି? ମୁଁ କହିଲି ହଁ, ବ୍ଲକରେ ଭଲ ସମ୍ପର୍କ ଅଛି। ଦାସ୍ତିଆ ଲୋକ, ବ୍ଲକରେ ସମ୍ପର୍କ କଣ ନାହିଁ? ନା କଣ କରିବୁ? ଗୋଟେ କାମ କର, ଯୋଉ ସବସିଡି ଅଛି ଗୋରୁ, ଗାଈ, ଛେଳି, ମେଣ୍ଢା, ସେ ସବସିଡି ଟଙ୍କାଟାକୁ ତୋ ଆକାଉଣ୍ଟକୁ ମୁଁ ପଠେଇଦେବି, ଆଉ ବାକି ଟଙ୍କା ବ୍ୟାଙ୍କ ତାର ନେଇଯିବ। ମୁଁ କହିଲି ହଉ ଠିକ ଅଛି। ଯାହା ହଉ 1 ଲକ୍ଷ ଟଙ୍କା ହେଇଗଲା। ସେଇ 1 ଲକ୍ଷ ଟଙ୍କାଟା ଡିପୋଜିଟ ହେଇଗଲା ଏବଂ କଲେଜ IE 128 IE ସିଟ୍ ପାଇଗଲା। ଯେତେବେଳେ 128 ସିଟ୍ ମୁଁ ପାଇଗଲି, ତାପରେ ଆସିଲା 256 ପ୍ରଶ୍ନ। 256 ବି ଗଲି। ଆର୍ଟ, ସାଇନ୍ସ, କମର୍ସ କଥା ମୁଁ ଚିନ୍ତା କରିନଥିଲି। କମର୍ସ କଲି, କମର୍ସରେ ଭୋଳି ପ୍ରଥମ ହେଇକି ରହିଲା, କିନ୍ତୁ ସାଇନ୍ସ କଥା ମୁଁ ଚିନ୍ତା କରିନଥିଲି। କାରଣ ସାଇନ୍ସ ପାଇଁ ଯୋଉ 25,000 ଟଙ୍କା ଆଉ ଏକ୍ସଟ୍ରା ଦରକାର, ସେଇଟା ମୋ ପାଖରେ ଆଉ ନଥିଲା। କି ମୁଁ ସାଇନ୍ସ କଥା ମୁଁ କହିଲି ଆଗ ଗୋଟେ ଆର୍ଟସ ହେଇଯାଉ।
128 256 ପିଲା ହେଲେଣି। ତାପରେ ପ୍ରାଇଭେଟ ପିଲାଙ୍କୁ ମୁଁ ଆଲାଉ କଲି ଯେ ଏଇଟା ଗୋଟେ ପ୍ରାଇଭେଟ ସେଣ୍ଟର ହଉ। ତତ୍କାଳୀନ କଣ୍ଟ୍ରୋଲର ଯିଏ ଥିଲେ ଡିକେ ସାମନ୍ତରାୟ, ସେ ମୋ ଗୁରୁ, ସେ କହିଲେ ଆରେ ତତେ ଦିଆ ହଉ କେଇଟା ନଉ? ମୁଁ କହିଲି ପ୍ରାଇଭେଟ ସେଣ୍ଟରଟା ଯେତେଟା ହଉଛି ଦିଅନ୍ତୁ, ଯେତେ ପିଲା ପରୀକ୍ଷା ଦେବେ। ନା ହଉ ଯା କରିଦବୁ, ତୋ ସେଣ୍ଟର ମୁଁ କରିଦଉଛି। ସେ ସେଣ୍ଟର କରିଦେଲି ପ୍ରାଇଭେଟ ସେଣ୍ଟର। ପ୍ରାଇଭେଟ ସେଣ୍ଟରର ଅର୍ଥ ଯାହା ବୁଝୁଛ, ସେ ପ୍ରାଇଭେଟ ପିଲା ବହୁତ ପଇସା ଦେଲେ, ଯୋଉଥିରେ କି ସେ ଯୋଉ ପଥର ପାଚେରୀଟା ହେଇନି ପ୍ରଥମରୁ ଗେଟ୍ ପାଖରେ ଯୋଉ ପଥର ପାଚେରୀ ହେଇଛି, ସେତିକିରେ ସେ ପାଚେରୀ ହେଇଥିଲା ତାଙ୍କରି ପଇସାରେ, ଡୋନେସନ ପଇସାରେ। କେମିତି ଦେଖୁଛନ୍ତି ଆଜି ଆପଣଙ୍କର ଯୋଉ ସ୍ୱପ୍ନ ଦେଖିଥିଲେ କେତେ ଦୂର ପୂରଣ ହେଲା? ସ୍ୱପ୍ନ ତ ବହୁତ ପୂରଣ ହେଇଛି, କିନ୍ତୁ ବହୁତ ଅଧୁରା ଅଛି। ଯୋଉ ଯୋଉ ଡିପାର୍ଟମେଣ୍ଟ ମୁଁ କରିବାକୁ ଚାହିଁଥିଲି ସେ ଡିପାର୍ଟମେଣ୍ଟ ଏପର୍ଯ୍ୟନ୍ତ ହେଇପାରି ନାହିଁ। କିନ୍ତୁ ଯେତିକି ହେଇଛି ମତେ ବଡ ସନ୍ତୋଷ ଲାଗୁଛି, ମତେ ଆନନ୍ଦ। ବିଧାୟକ ଆସିଲା ପରେ ବହୁତ ଅନୁଦାନ ଆସିଛି, କାମ ହେଇଛି, କଣ କହିବେ ବିଧାୟକ କାମ? ବିଧାୟକଙ୍କ କାମକୁ ମୁଁ ବହୁ ଭାବରେ ପ୍ରଶଂସା କରିବି। କାରଣ ବିନୋଦ ବିଧାୟକଙ୍କୁ ଏଠିକି ଆଣିଲା, ତାଙ୍କ ସାଙ୍ଗରେ ସମ୍ପର୍କ ରଖିଲା, ତାଙ୍କଠୁ ଟଙ୍କା ଆଣିଲା। ଟଙ୍କା ଆଣିବା ପରେ ଏସବୁ ଘର ଦ୍ୱାର ତମେ ଯାହା ଦେଖୁଛ ସବୁ ହେଲା, ନହେଲେ ନାଇଁ ସେ ଖଣ୍ଡିଆ ଆଜବେଷ୍ଟରେ ଥାନ୍ତା। 49 ବର୍ଷର କଲେଜ ସେଇଭଳି ପଡିଥାନ୍ତା। ଯାହା ହଉ ବିନୋଦ ମୋର ବହୁତ ସାହାଯ୍ୟ କରିଛି, ବହୁତ କାମ କରିଛି ବିନୋଦ। ମୋ ଛାତ୍ର ତ, ତେଣୁ ମୁଁ ତାକୁ ତୁ ତା ହିଁ କହେ। NK Media, most trusted social media.